56 ଲକ୍ଷରେ ବିକ୍ରି ହେଲା 100 ଟଙ୍କିଆ ନୋଟ୍। କେଉଁଠି ବିକ୍ରି ହେଲା ନୋଟ୍, ଜାଣନ୍ତୁ ଏହାର ପ୍ରକୃତ କାରଣ। ଏଭଳି ନୋଟ୍ ଥିଲେ ଆପଣ ବି ହୋଇପାରିବେ କୋଟିପତି। ଯଦି ଆପଣଙ୍କ ପାଖରେ ବି 100 ଟଙ୍କିଆ ନୋଟ୍ ଅଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ ବିପୁଳ ପରିମାଣର ଟଙ୍କା ରୋଜଗାର କରିବାକୁ ସୁଯୋଗ ଦେବ। ସରଳ ଉପାୟରେ ବଡ଼ ଆକାରର ରୋଜଗାର କରିବାର ସ୍ୱପ୍ନକୁ ଆପଣ ସହଜରେ ପୂରଣ କରିପାରିବେ। ବର୍ତ୍ତମାନ ବିଶ୍ୱ ବଜାରରେ ଅନେକ ଅନୁଷ୍ଠାନ ଅଛି ଯାହା ପୁରୁଣା ନୋଟ୍ ଏବଂ ମୁଦ୍ରା କିଣିବାକୁ ପସନ୍ଦ କରନ୍ତି। ଏହି କ୍ରମରେ ଲଣ୍ଡନରେ ଏକ ବିଚିତ୍ର ନିଲାମୀ ହୋଇଛି। ତାହା ପୁଣି କୌଣସି ପେଣ୍ଟିଂ କିମ୍ବା ଦୁର୍ଲଭ ଜିନିଷର ନୁହେଁ, ବରଂ ଟଙ୍କାର ହୋଇଛି ନିଲାମୀ। 100 ଟଙ୍କିଆ ନୋଟ୍ର ହୋଇଛି ନିଲାମୀ। ଅଧ କୋଟି ଟଙ୍କା ଅର୍ଥାତ୍ 56,49,650 ଟଙ୍କାରେ ଏହି ନୋଟ୍କୁ 1950 ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିଲା, ଯାହାର ସିରିଜ ନମ୍ବର ରହିଛି HO07840। ଏହା କୌଣସି ସାଧାରଣ ନୋଟ୍ ନୁହେଁ, ଏହି ନୋଟ୍ ହଜ୍ ନୋଟ୍ ଭାବେ ଜଣାଯାଏ। ବିଂଶ ଶତାବ୍ଦୀର ମଧ୍ୟଭାଗରେ RBI ଏହି ନୋଟ୍ ଛାପିଥିଲା, ଖାସ୍ କରି ହଜ୍ ଯାତ୍ରୀଙ୍କ ପାଇଁ। କୁହାଯାଏ ଯେ ସୁନାର ଅବୈଧ କ୍ରୟ ରୋକିବା ପାଇଁ ଏହି ନୋଟ୍ ଛପାଯାଇଥିଲା। ନୋଟ୍ର ନମ୍ବର ଆରମ୍ଭରୁ ୟୁନିକ୍ ପ୍ରିଫିକ୍ସ HA ରହିଛି, ଯାହାଦ୍ୱାରା ଏହି ନୋଟ୍କୁ ସହଜରେ ଚିହ୍ନା ଯାଇପାରିବ। ତେବେ ଏହି ନୋଟ୍ ଏତେ ଟଙ୍କାରେ କାହିଁକି ବିକ୍ରି ହେଲା? 1961ରେ କୋଏତ ନିଜ ମୁଦ୍ରା ପ୍ରଚଳନ କରିବା ଆରମ୍ଭ କରିଥିଲା। ଏହା ପୂର୍ବରୁ କୋଏତରେ ଭାରତୀୟ ମୁଦ୍ରା ବ୍ୟବହାର କରାଯାଉଥିଲା। 1970ରେ ହଜ୍ ନୋଟ୍ ଛାପିବା ବନ୍ଦ ହୋଇଥିଲା। ବର୍ତ୍ତମାନ ପାଇଁ ଏହି ନୋଟ୍ ଦୁର୍ଲଭ ପାଲଟିଛି। ଲୋକମାନେ ଏହାକୁ ସଂଗ୍ରହ କରି ରଖୁଛନ୍ତି। ନିକଟରେ ଲଣ୍ଡନର ଆଉ ଏକ ନିଲାମୀ କାର୍ଯ୍ୟକ୍ରମରେ 10 ଟଙ୍କିଆ ନୋଟ୍ 12 ଲକ୍ଷରୁ ଅଧିକ ଟଙ୍କାରେ ନିଲାମ ହୋଇଛି। କାର୍ଯ୍ୟକ୍ରମରେ 2ଟି ନୋଟ୍ ନିଲାମ ମଧ୍ୟ ହୋଇଛି। ଗୋଟିଏ 10 ଟଙ୍କିଆ ନୋଟ୍ 6.90 ଲକ୍ଷ ଏବଂ ଆଉ ଗୋଟିଏ 5.80 ଲକ୍ଷରେ ନିଲାମ କରାଯାଇଛି। ଏହି ନୋଟ୍ ବିକ୍ରୟ କରି ଆପଣ ଅନେକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ସ୍ୱପ୍ନକୁ ମଧ୍ୟ ପୂରଣ କରିପାରିବେ, ଯାହା ଏକ ସୁବର୍ଣ୍ଣ ସୁଯୋଗ ଭଳି। ଯଦି ଆପଣଙ୍କ ପାଖରେ ଏଭଳି ନୋଟ୍ ଅଛି, ତେବେ ଏହି ଅଫରକୁ ହାତଛଡ଼ା କରନ୍ତୁ ନାହିଁ।